ଗଳ୍ପ ଲକ୍ଷ୍ୟ ବିହଙ୍ଗ। ଗାଳ୍ପିକ କିଶୋରୀ ଚରଣ ଦାସ। ତାଙ୍କ ଶାଢ଼ୀରେ ଲକ୍ଷ୍ୟ ବିହଙ୍ଗର ଶୋଭା। ବିହଙ୍ଗମାନେ ଉନ୍ମୁଖ ଓ ସୁନ୍ଦର। ମିସେସ୍ ପୁରୀ ସମୃଦ୍ଧା ଓ ସୁନ୍ଦରୀ। ସୁନ୍ଦରୀ ବୋଲି ଧରି ନେବାକୁ ହେଉଛି, କାରଣ ସୌନ୍ଦର୍ଯ୍ୟ ନଥିଲେ ତାଙ୍କ ଚାରିପାଖରେ ଏତେ କଳା ଓ କଳ୍ପନା, କୁଟୀର ଶିଳ୍ପ ଓ ଯନ୍ତ୍ରଶିଳ୍ପର ସମ୍ଭାର ନଥାନ୍ତା। ଯଥା ଯାମିନୀ ରାୟ, ଭେନସ୍ଙ୍କ ଜନ୍ମ, ଅଖ୍ୟାତ ଶିଳ୍ପୀର ନଈ ଓ ଡଙ୍ଗା, ହାତୀଦାନ୍ତର ଶ୍ରୀକୃଷ୍ଣ, ବାଉଁଶ ବେଣଚର ଖଦଡ଼ କାଗଜ ଇତ୍ୟାଦିରେ ଗଢ଼ା ବୋଝ ବୋହିଥିବା ଚାଷୀ ଓ ତାର ସ୍ତ୍ରୀ, କୃଷ୍ଣକାୟ ଆଦିବାସୀର ନାଚ, ସାପ କେଳା ଇତ୍ୟାଦି। ତଦୁପରି ଇମ୍ପୋର୍ଟେଡ୍ ଉତ୍କୃଷ୍ଟ ଷ୍ଟିଲର ବିବିଧ ମନୋରମ ଦ୍ରବ୍ୟ, ଯାହାକୁ ଦେଖିବାକୁ ଭଲ ଲାଗେ, କିନ୍ତୁ ବ୍ୟବହାର କରିବା ମନା। ମିସେସ୍ ପୁରୀଙ୍କର ବେଡ୍ରୁମ୍। ମିସେସ୍ ପୁରୀ ଶୋଇଛନ୍ତି, ନିଦରେ ଶୋଇନାହାନ୍ତି। ବର୍ତ୍ତମାନ ଦିନ 11ଟା, ତେଣୁ ବିଛଣା ଚାଦର ନୁହେଁ, ରଙ୍ଗୀନ ବେଡ୍ କଭର ଉପରେ ଶୋଇଛନ୍ତି। ରାତି ପିନ୍ଧା ନୁହେଁ, ସିଲ୍କ ଶାଢ଼ୀ ପିନ୍ଧି ଶୋଇଛନ୍ତି ଏବଂ ସେହି ଶାଢ଼ୀରେ ଲକ୍ଷ୍ୟ ବିହଙ୍ଗ ଉନ୍ମୁଖ, ଉଦ୍ୟତ ଓ ଆଗ୍ରହୀ। ମନେ ହେଉଛି ସେମାନେ ମୁହୂର୍ତ୍ତକରେ ଟେଣା ମେଲି ଉଡ଼ିଯିବେ, କିନ୍ତୁ ସେମାନେ ଉଡ଼ିଯିବାକୁ ଚାହୁଁନାହାନ୍ତି। ବାହାରେ ନେଳି ଆକାଶର ଅସୀମତା ସୂଚନା ଦେବ ଯେ ଜୀବନ ସରେ ନାହିଁ, ଆଶା ପୂରେ ନାହିଁ ଏବଂ ତଳକୁ ଅନାଇଲେ ଦେଖାଯିବ ଯେ ପୃଥିବୀ ଅଯଥାରେ ପେଲି ହେଉଛି, ଧଇଁସଇଁ ହେଉଛି, ଭାବୁଛି ଜୀବନର ଅର୍ଥ କିଛି। କେତେ ଝାଳ ଓ ନିଶ୍ୱାସ, କେତେ ଧୂଆଁ ଓ ଧୂଳି ଜୀବନର ଅର୍ଥ ତିଆରି କରୁଛି, ପାରୁନାହିଁ। ବାହାରେ ପୃଥିବୀର ତାତି, ଉଦ୍ୟମ, ଯୁକ୍ତି, କଳହର ତାତି। କେତେ କାଗଜ ଲେଖା ହେଉଛି, ଛିଣ୍ଡା ହେଉଛି, କେତେ ସଭା ଭସୁଛି, କେତେ ଭାଙ୍ଗୁଛି, କେତେ ଚକ ଜିନିଷ ବୋହୁଛି, ମଣିଷ ବୋହୁଛି, ପ୍ରାଣୀମାନେ ଆଗଉଛନ୍ତି ଏବଂ ପୃଥିବୀର ଥଣ୍ଡା ଥଣ୍ଡା ମୁର୍ଦ୍ଦାର ମଲା ପ୍ରେମ। ଦରବୁଢ଼ୀ ସ୍ତ୍ରୀ ହାଣ୍ଡି ଗଡ଼େଇ ପେଜ ଗାଳୁଛି, ମଇଳା ଧଳା ପାଣି ପୁରୁଣା ପ୍ରେମକୁ ସାଙ୍ଗରେ ନେଇ ନଳାରେ ବହିଯାଉଛି। ରାତି ଅନ୍ଧାରରେ ସ୍ୱାମୀ ତା ଦେହକୁ ଅଣ୍ଡାଳି ହେବ ଓ କାମ ସରିଲା ପରେ ଘୁଙ୍ଗୁଡ଼ି ମାରିବ। ମଲା ଜହ୍ନ। ସେମାନେ ଥୋକେ ଅଛନ୍ତି, ଯେଉଁମାନେ ଜନ୍ମ ହୋଇ ମରିଯାଇଛନ୍ତି ହେଲେ ବଞ୍ଚିବାକୁ ଚାହାନ୍ତି। ସେମାନେ ବିକଳ ମନ ଓ ଲଙ୍ଗଳା ଦେହରେ ମୁଁ ମଣିଷ ବୋଲି ଚିତ୍କାର କରୁଛନ୍ତି। ହସିବା କଥା। ସେମାନେ ସିଧା ହୋଇ ଚାଲି ଶିଖି ନାହାନ୍ତି, କଥା କହି ଜାଣିନାହାନ୍ତି। ଧୋବା ପିନ୍ଧା ମଣିଷକୁ ଭଗବାନ ବୋଲି ଭାବୁଛନ୍ତି ଓ ତଥାପି କହୁଛନ୍ତି ଆମେ ବଞ୍ଚିବୁ। ମୃତ ଭଗବାନ। ଭଗବାନର ହାତର ଖଣ୍ଡା ଚକ୍ ଚକ୍ କରୁନାହିଁ, ଫୁଲ ମହକୁ ନାହିଁ, କୃଶରୁ ରକ୍ତ ଝରୁନାହିଁ। ଭଗବାନ କାନ୍ଦୁନାହିଁ, ହସୁ ବି ନାହିଁ, ସେଥିପାଇଁ ଏତେ ଧରାପଡ଼ା ଠେଲାପେଲା। ଜୟ ହନୁମାନ କି ଜୟ। ମୁଁ ମଲା ଭଗବାନଙ୍କୁ ଛୁଇଁ ଆସିଛି। ମୁଁ ଦଣ୍ଡା ପାଇଛି, ତେଣୁ ମୁଁ ବଞ୍ଚିବି। ତାତି ଓ ହେମାଳ, ଜ୍ଞାନ ଓ ଅଜ୍ଞାନ କ'ଣ ମିଳିବ ସେ ନିଉଛଣା ପୃଥିବୀକୁ ଚାହିଁ? ଆଉ ଉପର ଆକାଶକୁ ଅନାଇଲେ ଶୋଷ, ଖାଲି ଶୋଷ। ସେ ଶୋଷରେ ତଣ୍ଟି ଶୁଖିଯିବ, ଦିଗନ୍ତ ଧରାଦେବ ନାହିଁ। ବିହଙ୍ଗମାନେ ଉଡ଼ିବାକୁ ମନ କରୁନାହାନ୍ତି। ମିସେସ୍ ପୁରୀ ଜୋକ୍ ବହି ପଢ଼ୁଛନ୍ତି। ବହିରେ ଅଛି 1000ଟି ଚିତ୍ର ସମ୍ବଳିତ ମଜା କଥା। କେତେଗୁଡ଼ିଏ ଜୋକ୍ ପଢ଼ିସାରି ଭାବାନ୍ତର ଆସୁନାହିଁ। କେତେଗୁଡ଼ିକରେ ସାମାନ୍ୟ ହସିବାକୁ ଇଚ୍ଛା ହେଉଛି ଏବଂ ବେଳେବେଳେ ଗୋଟିଏ ଜୋକ୍ ଏତେ ସୃଷ୍ଟିଛଡ଼ା ଲାଗୁଛି ଯେ ମନେ ହେଉଛି ବ୍ରହ୍ମାଙ୍କ ଆସନ ଟଳିଯିବ। ପାଟି ମେଲାଇ ନ ହସିଲେ ରହି ହେଉନାହିଁ। ଏପରି ଗୋଟିଏ ଜୋକ୍ ପଢ଼ି ମିସେସ୍ ପୁରୀ ପାଟି ମେଲାଇ ହସିଲେ। ଅଧା ଉଠା ହୋଇ ପାଖ ତକିଆଟାକୁ କୋଳରେ ଆଣି ରଖିଲେ। ଆନନ୍ଦରେ ଗୋଟିଏ ବିଧା ମାରିଲେ ଓ ହସିଲେ। ହସରେ ପ୍ରଥମେ ଥିଲା ଉଦ୍ଗମନର ଧ୍ୱନି, କଣ୍ଠଗତ ଓ ଗଭୀର। ତାପରେ ନାଲି ରଙ୍ଗ ବୋଳା ଓଠ ଦୁଇଟି ଅଲଗା ହୋଇଗଲେ ଓ ଦୁଇ ପାଟି ଦାନ୍ତର ବିସ୍ତାର ଦିଶିଗଲା ଏବଂ ହସର ସ୍ତର ପରେ ସ୍ତର ଢାଳି ହୋଇଗଲା। ପ୍ରବାହ ଥମିଗଲାରୁ ମିସେସ୍ ପୁରୀ ମୁଣ୍ଡ ବାଳରେ ହାତ ଚଳାଇ ଆନନ୍ଦକୁ ଚାକୁଳେଇ ପ୍ରସନ୍ନତା ଆଣିଲେ ଓ ପୁଣି ଖଟରେ ଲୋଟିଯାଇ ବହିର ପର ଜୋକ୍ଟିକୁ ଦେଖିଲେ। ବିହଙ୍ଗମାନେ କହିଲେ ଚମତ୍କାର। ଚମତ୍କାରିତା ତାଙ୍କ ହସିବାର ଚେହେରାରେ ନଥିଲା, ଭଙ୍ଗୀରେ ଥିଲା କି ନାହିଁ କହିହେବ ନାହିଁ, କିନ୍ତୁ ତାଙ୍କର ଭାବବ୍ୟଞ୍ଜନା ଅନୁପମ। ଘର ଭିତରେ ଏହି ଏକୁଟିଆ ହସ, ଆପଣା ଉପଭୋଗର ହସ, ଅନ୍ୟ କେଉଁ ଅତିରିକ୍ତ ମଣିଷକୁ ଶୁଣାଇବା ପାଇଁ ନୁହେଁ। ଏହି ହେଉଛି ବଞ୍ଚିବାର ଉପଯୋଗୀ ଛନ୍ଦ। ବିହଙ୍ଗମାନେ ମୁଗ୍ଧ ହେଲେ ଓ ଚାହିଁ ରହିଲେ। 11:30, କଫି ଖାଇବା ବେଳ। ମିସେସ୍ ପୁରୀ ଟାଇମ୍‌ପିସ୍‌କୁ ଅନାଇଲେ ଓ ବହି ପଢ଼ାରେ ମନ ଦେଲେ। 11:35।
ତଥାପି କଫି ଆସିନାହିଁ। କିନ୍ତୁ ମିସେସ୍ ପୁରୀ ଉଦ୍ବିଗ୍ନ ନୁହନ୍ତି। ଥରକୁ ଥର ଘଣ୍ଟା ଦେଖୁନାହାନ୍ତି। କଫି ଖାଇବା ବେଳେ ଦୈନିକ ଜୀବନର ଗୋଟିଏ ଅବସ୍ଥା ବିନ୍ଦୁ ନୁହେଁ, ଜଣାଶୁଣା ସମୟର ପରିସର ଭିତରେ ସେ ଘଟିବ। ସକାଳ ଦ୍ୱିପହର ସନ୍ଧ୍ୟା ପରି ଘରେ ପୂଜାରୀ ଅଛି। 11:40ରେ ପୂଜାରୀ କଫି ଆଣି ପହଞ୍ଚିଲା। କଫି କପ୍ଟିକୁ ମିସେସ୍ ପୁରୀଙ୍କ ହାତ ପାହାନ୍ତାରେ ଟିପୟ ଉପରେ ରଖିଦେଲା। ରଖିସାରି ଟିକିଏ ଦୂରେଇ ହୋଇ ଛିଡ଼ା ହୋଇଗଲା। ମିସେସ୍ ପୁରୀ ଗୋଟିଏ ଚୌକର ଆଧାର ପହଞ୍ଚିଛନ୍ତି। ତେଣୁ ସେ ଅନ୍ୟମନସ୍କ ଭାବରେ ହାତ ବଢ଼ାଇ ଚାମଚରେ କଫିକୁ ଗୋଳାଇଲେ। କିଛି ସମୟ ଗୋଳାଇ ସାରିଲା ପରେ ଚାମଚ କଫି ପାଟିକୁ ନେଲେ। ତାପରେ କହିଲେ, ଚିନି। ପୂଜାରୀ ବୁଝିଲେ ଯେ ମାଲିକାଣୀ କହୁଛନ୍ତି ଚିନି କମ୍ ଅଛି। ଚିନି ବେଶୀ ଥିବା ବେଳେ ମଧ୍ୟ ସେ କେବଳ ସେଇ ଗୋଟିଏ ଶବ୍ଦ ଉଚ୍ଚାରଣ କରନ୍ତି। କିନ୍ତୁ ତାଙ୍କ ମୁହଁର ଭଙ୍ଗୀ ଅନ୍ୟ ପ୍ରକାର ହୋଇଥାଏ। ପୂଜାରୀ ଚାଲିଗଲା ଆଉ କିଛି ଚିନି ଆଣିବ ବୋଲି। ଯଥାକ୍ରମେ କଫି ପୂର୍ଣ୍ଣାଙ୍ଗ ହେଲା ଓ ମିସେସ୍ ପୁରୀ ତାକୁ ଚାମଚ ଚାମଚ କରି ପାଟିକୁ ନେଲେ। 4-5 ଚାମଚ ଉତ୍ତାରୁ ଓ ଗୋଟିଏ ପୃଷ୍ଠାର ଯୋଗ ପରେ ସେ ଖଟ ଉପରେ ବସିଲେ ଓ କପ୍ଟିକୁ ହାତରେ ଆଣି ସାଧାରଣ ଭାବରେ ଚୁମୁକି ଦେଲେ। ଖୋଲା ବହି ଖଟରେ ଓଲଟା ହୋଇ ରହିଥାଏ। ମିସେସ୍ ପୁରୀ କଫି ଖାଇବା ସାଙ୍ଗରେ କ'ଣ ମନେ ପକାଇଲା ପରି ଦେଖାଯାଉଥାନ୍ତି। ବିହଙ୍ଗମାନେ ତାଙ୍କର ସ୍ମୃତି ବିକଶ ମୁହଁକୁ ଦେଖିଲେ ଓ କୁତୂହଳୀ ହେଲେ। ତାଙ୍କର କ'ଣ ମନେ ପଡ଼ୁଛି? ତାଙ୍କର ମନେ ପଡ଼ିବା ବସ୍ତୁକୁ ବର୍ଣ୍ଣନା କରିହେବ ନାହିଁ, କାରଣ ସ୍ମରଣିକା ଚଳନ୍ତା ଆଲୁଅ ଛାଇ ପରି ଲାଗୁଛି। ସେଥିରେ ସହନ୍ତି ନାହିଁ। ବୋଧହୁଏ ତାର କାୟା ଗଢ଼ି ଉଠିଲେ ସେ ଅସୁନ୍ଦର ହୋଇଯିବ। ତେଣୁ ମିସେସ୍ ପୁରୀ ତାର ଅନିଶ୍ଚିତ ପ୍ରବଣ ରୂପକୁ ଦେଖିବାକୁ ଭଲ ପାଉଛନ୍ତି, ତାକୁ ଗଢ଼ି ଉଠିବାକୁ ଦେଉନାହାନ୍ତି। ମିସେସ୍ ପୁରୀ ପୂର୍ବରୁ ଗୋଟିଏ ସେକ୍ସ ଆମୋଦଗ୍ରସ୍ତ ଜୋକ୍ ପଢ଼ୁଥିଲେ। ତାକୁ ହିଁ ପଢ଼ିସାରି ତାଙ୍କର ମନେ ପଡ଼ିଲା ସମ୍ପର୍କୀୟ ଜଣେ ନାରୀଙ୍କ ସହିତ ଜଣେ ଚିହ୍ନା ପରପୁରୁଷ ଚେହେରା ଏବଂ କଳ୍ପନାରେ ଚିତ୍ରିତ ହେଲା ସେ ଦୁହିଁଙ୍କ ପାରସ୍ପରିକ ବ୍ୟବହାର। ସେ ଛବି ସ୍ପଷ୍ଟ ହୋଇ ପାରନ୍ତା ନାହିଁ। କିନ୍ତୁ ଦୁଇଟି ସମ୍ବନ୍ଧବିହୀନ ପୁରୁଷ ସ୍ତ୍ରୀଙ୍କ ଏପରି ଭାବରେ ଏକାଠି କରିବାର କୃତିତ୍ୱ ଆଉ କେତେଜଣଙ୍କର ଥାଇପାରେ? ଏହାକୁ ହିଁ ତ ସୃଷ୍ଟି କହନ୍ତି। ସୃଷ୍ଟିର ଜ୍ୟୋତି ତାଙ୍କ ମୁହଁରେ ଫୁଟି ଉଠୁଥିଲା। ବିହଙ୍ଗମାନେ ତାକୁ ଦେଖି ଆପ୍ୟାୟିତ ହେଉଥିଲେ। ଏହି ସମୟ ପାଖରେ ଜୟରାମ ପହଞ୍ଚିଲା। ତା ହାତରେ ପରିବାର ଥଳି। ଜୟରାମ 16 ବର୍ଷର ଟୋକା। କଳା ମଚମଚ ବଳିଷ୍ଠ ଦେହ, ଖଣ୍ଡେ ଗେଞ୍ଜି ଓ ହାଫପ୍ୟାଣ୍ଟ ପିନ୍ଧିଛି। ମୁଣ୍ଡରେ ଗୋଛାଏ ବାଳ, କପାଳରେ କେତୋଟି ଛୋଟ ଜାଳ ବିନ୍ଦୁ। ମୁହଁରେ ସ୍ପର୍ଦ୍ଧା ଓ ଅଭିମାନର ଇଙ୍ଗିତ। ଯେପରିକି ସେ କହିବାକୁ ଚାହେଁ ଯେ ସେ ଜୟରାମ ବୟସର ରଜା। ତା ହାତରେ ଥିବା ପରିବା ଥଳି ଅନ୍ୟ କିଛି ହୋଇପାରିଥାନ୍ତା। ଜୟରାମ ଦୁଆର ବନ୍ଧ ଏପାଖୁ ଛିଡ଼ା ହୋଇ କହିଲା, ମୁଁ ଯାଉଛି। ମିସେସ୍ ପୁରୀ କଳ୍ପନାରୁ ଫେରି ଆସିଲେ। ଜୟରାମକୁ ଦେଖି ପାରିଥିବାର ଅଙ୍ଗୀକାର ଜଣାଇଲେ ଓ କହିଲେ, ଆଚ୍ଛା। ତାଙ୍କ ଭଙ୍ଗୀରେ ଥିଲା ଦାତାର ଐଶ୍ୱର୍ଯ୍ୟ ଓ ଉଦାରତା। ମନେ ହେଉଥିଲା ଯେ ସେ କେବଳ ଜୟରାମକୁ ଉତ୍ତର ଦେଉନାହାନ୍ତି, ତାର କର୍ତ୍ତବ୍ୟର ଶୁଭକାମନା ଜଣାଉଛନ୍ତି। ଜୟରାମ ଫେରି ଯାଉଥିଲା। ଏହି ସମୟରେ ମିସେସ୍ ପୁରୀ ତାକୁ ପଛରୁ ଡାକିଲେ। କହିଲେ, ଶୁଣ, ଆରଥର ପୋଟଳ ଖରାପ ପଡ଼ିଲା। ବିନ୍ ଗୁଡ଼ାକ ବି ଶୁଖି ଯାଇଥିଲା। ତୁ ସୋନାଚାନ୍ଦ ବଜାରକୁ ଯାଉନୁ। ମିସେସ୍ ମିତ୍ରା କହୁଥିଲେ ଯେ ସେଠୁ ବଢ଼ିଆ ବିନ୍ ପାଇଛନ୍ତି। କିଲୋ ମୋଟେ 12 ଅଣା। ଜୟରାମ ଟିକିଏ ଭାବିଲା ପରି ହେଲା। କହିଲା, ସୋନାଚାନ୍ଦ ବଜାର? ସେ ତ ହେଉଛି ଯାଇ କଲେଜ ପାଖରେ। ରେଲ୍ ଲାଇନ୍ ସେ ପାଖରେ। ସେ ଚାଲିବା ରାସ୍ତାର ଦୂରତା କଳିଲା ପରି ଲାଗିଲା। ତା ଚାହାଣୀରେ ପ୍ରଶ୍ନ ଥିଲା, ସେଠିକୁ ଯିବା କ'ଣ ଦରକାର? ମିସେସ୍ ପୁରୀ ତା ଚାହାଣୀକୁ ଅବଜ୍ଞା କଲେ ନାହିଁ। ନିରୁତ୍ତର ରହିଲେ। ମନେ ହେଉଥିଲା ଯେ ସେ ତାକୁ ତାର ନିଜ ଦ୍ୱିଧାର ସମାଧାନ କରିବାକୁ ଦେଉଛନ୍ତି। କେତୋଟି ମୁହୂର୍ତ୍ତ ପରେ ପଚାରିଲେ, କ'ଣ ଯାଇପାରିବୁ ନାହିଁ? ଉର୍ଚ୍ଛନା ନୁହେଁ, ଆଦେଶ ନୁହେଁ, କେବଳ ସାମାନ୍ୟ ଅବିଶ୍ୱାସ। ଜୟରାମର ଦ୍ୱିଧା ତୁଟିଗଲା। ସେ ମୁଣ୍ଡ ହଲାଇ ସମ୍ମତି ଜଣାଇଲା। ତା ମୁଣ୍ଡର ଆଗୁଆ ବାଳ କେତୁଟା ଏ ପାଖରୁ ସେ ପାଖକୁ ଝୁଲିଗଲା। ମିସେସ୍ ପୁରୀ ଜୟରାମର ଫେରନ୍ତା ଚେହେରାକୁ ଅନାଇଲେ। ତାର ଛୋଟ ନିଦା ବେକ ଓ ହାତଗୋଡ଼ର ମାଂସପେଶୀ ତାଙ୍କ ଆଖିରେ ପଡ଼ିଲା। ସେ ସ୍ୱାଗତ ଅନୁମୋଦନ କଲେ। ଟୋକା ମଜବୁତ। ବିହଙ୍ଗମାନେ ଏହି ଦୃଶ୍ୟ ଦେଖୁଥିଲେ। ସେମାନେ ଆଶ୍ଚର୍ଯ୍ୟ ହେଲେ ଓ ସମ୍ମାନର ଭାବ ଦେଇ ମିସେସ୍ ପୁରୀଙ୍କ ଆଡ଼କୁ ଚାହିଁଲେ। ତାର କାରଣ ହେଉଛି ବିହଙ୍ଗମାନଙ୍କ ଦୃଷ୍ଟିକୋଣ ନିଆରା। ସେମାନଙ୍କ ମନରେ ଆସିଥିଲା ଯେ ଜୟରାମଠାରେ ଦେବତାର ଅଂଶ ଅଛି। କାହିଁକିନା ସେ ପାରିବ, ତାର ଶକ୍ତି ଅଛି। ସେ ତାତିଲା ଭୂଇଁରେ କେତେ ବାଟ ଚାଲି ଚାଲି ଯାଇ ତାଜା ପରିବା କିଣିପାରିବ। କିନ୍ତୁ ସେହି ଶକ୍ତିକୁ ସଞ୍ଚାଳିତ କଲେ ମିସେସ୍ ପୁରୀ।
ଅଳ୍ପ କଥା ସାମାନ୍ୟ ଇଙ୍ଗିତରେ ସେ ତାର ଦେବତ୍ୱକୁ ଖଟାଇ ପାରିଲେ। ମହିୟସୀ ନାରୀ, ଦେବଠାଠୁ ବଡ଼। ମିସେସ୍ ପୁରୀ ପୁଣି ଖଟ ଉପରେ ଲୋଟି ପଡ଼ିଲେ। ଜୋକ୍ ବହିଟିକୁ ରଖିଦେଇ ଖଟ ମୁଣ୍ଡରେ ଥିବା ରାତି ଟେବୁଲ ଉପରେ ଖଣ୍ଡେ ମାଗାଜିନ୍ ଆଣି ହାତରେ ଧରିଲେ। ମାଗାଜିନ୍ଟି କେବଳ ସ୍ତ୍ରୀଲୋକମାନଙ୍କ ପାଇଁ। ଚୁଲିର ନୂଆ ଢଙ୍ଗ ଝାଳଗନ୍ଧରୁ ରକ୍ଷା ପାଇବା ପାଇଁ ନୂଆ ଉପାୟ, ପ୍ରାଚ୍ୟ ପାଶ୍ଚାତ୍ୟ ବିଭିନ୍ନ ରନ୍ଧନ କାରସାଦି ଘର ରେଫ୍ରିଜରେଟର ଥିଲେ ହଠାତ୍ ପହଞ୍ଚୁଥିବା ଅତିଥିଙ୍କୁ କିପରି ଚର୍ଚ୍ଚା କରିବାକୁ ହୁଏ ଇତ୍ୟାଦି ଘରକରଣାର ଉପାଦେୟ ପ୍ରସଙ୍ଗ ସେଥିରେ ଥାଏ। ମିସେସ୍ ପୁରୀ ପୃଷ୍ଠା ଓଲଟାଇ ଦେଲେ। ହଠାତ୍ ସେ ତାକୁ ଛାତି ଉପରେ ରଖି ଅନାଇଲେ ସାମ୍ନାର କାନ୍ଥ ଆଡ଼କୁ। ଚାଷୀମାନଙ୍କ ମୁହଁରେ କ'ଣ ଏମିତିକା ହସ ଥାଏ ଓ ଗାଲ କ'ଣ ଏମିତି ଫୁଲୁକା ଦିଶୁଥାଏ। ବାଉଁଶ ଫ୍ରେମ୍ ଓ ଛୋଟ ଝୋଟକନା ଉପରେ ଚାଷୀର ଛବି। ଚାଷୀର ଫୁଙ୍ଗୁଳା ଦେହ, ବଡ଼ ନିଶୁଆ ମୁହଁ ଓ ମୁଣ୍ଡ ଉପରେ ଶସ୍ୟ ଟୋକେଇ। ମିସେସ୍ ପୁରୀ ତା ଓଠରେ ଥିବା ଈଷତ୍ ହସକୁ ନିଶ୍ଚୟ ଆଗରୁ ଦେଖିଥିଲେ। ଚାଷୀମାନଙ୍କ ଓଠରେ ହସ ଦେଖିବାକୁ ତାଙ୍କୁ ଯେ ଭଲ ଲାଗେ ନାହିଁ ତା ନୁହେଁ, କିନ୍ତୁ ଆଜି ତାଙ୍କର ଇଚ୍ଛା ହେଲା ସମାଲୋଚନା କରିବାକୁ। କାରଣ ତାଙ୍କର ମନରେ ଆସିଲା ଯେ ଜୟରାମ ବଡ଼ ହେଲେ ଓ ଗାଁରେ ରହିଲେ ଗୋଟିଏ ଉଚିତ ଧରଣର ଚାଷୀ ହୋଇପାରିବ। ଜୟରାମର ମୁହଁ ହସିଲା ନୁହେଁ, ଦରକାର ନ ପଡ଼ିଲେ ସେ ହସେ ନାହିଁ। ତା ମୁହଁରେ ଅଛି ଟାଣୁଆପଣ ଓ ଛପିଲା ରାଗ। ବଡ଼ ହେଲେ ସେହି ଟାଣୁଆପଣ ତା ମୁହଁକୁ ରୁଗୁଡ଼ିଆ କରିଦେବ ଏବଂ ସେ ରାଗ ଆହୁରି ଦବିଯାଇ କପାଳକୁ କୁଞ୍ଚୁକୁଞ୍ଚିଆ କରିଦେବ। ସେ ନିଶ ରଖିବ କେଜାଣି। ମିସେସ୍ ପୁରୀଙ୍କୁ ଭବିଷ୍ୟତର ଜୟରାମ କଥା ଭାବିବାକୁ ମଜା ଲାଗିଲା ଏବଂ ତା ସହିତ ସେ ଠିକ୍ କରିନେଲେ ଯେ 8ର ଚାଷୀଟି ଉପଯୁକ୍ତ ହୋଇନାହିଁ। ହୁଏତ ସବୁ ଚଷାପୁଅ ଜୟରାମ ପରି ହୋଇନଥିବେ, ହୁଏତ ହସିଲା ଫୁଲକାମୁହାଁ ଚାଷୀ ହୋଇପାରିଥାନ୍ତି, କିନ୍ତୁ 8ର ଚାଷୀ ଏପରି ହେବା ଉଚିତ ନୁହେଁ। ଯେପରିକି ଶ୍ରୀକୃଷ୍ଣଙ୍କ ମୁହଁରେ ବଂଶୀ ନଥାଇ କାହାଳି ରହିବା କଥା ନୁହେଁ। ମାନିବ ନାହିଁ। ସେ କଳ୍ପନାର ଛବିଟିକୁ ମନ ମୁତାବକ ସଜାଇଲେ। ଚକଚକିଆ ଝାଳୁଆ ମୁହଁ, କପାଳରେ ଅସଂଖ୍ୟ ଗାର, ଚେଇଁଲା ଆଖି, କିନ୍ତୁ ସେଥିରେ ପ୍ରାପ୍ତି ସ୍ୱୀକାର ନାହିଁ। ସତେ ଯେପରି ସେ କାମ କରି କରି ଥକିଗଲାଣି, କିନ୍ତୁ ହାରିଯିବାକୁ ଚାହେଁ ନାହିଁ ଓ ସବୁବେଳେ କ'ଣ ପ୍ରଶ୍ନ ପଚାରିବ ବୋଲି ହେଉଛି। ସମାଲୋଚନାର ପଥରେ ଆଗେଇ ଯାଇ ମିସେସ୍ ପୁରୀ ଅନ୍ୟ 8 ବସ୍ତୁମାନଙ୍କୁ ସଜାଇଲେ। ଚାଷୁଣୀର ମୁହଁରେ ଅଧିକ ସ୍ଥୂଳତା ଆଣିଦେଲେ। ନାଚନ୍ତା ଆଦିବାସୀର ହସକୁ ଆହୁରି ଜନ୍ତୁବତ୍ ଚଉଡ଼ା କରିଦେଲେ। ଶ୍ରୀକୃଷ୍ଣଙ୍କ ସ୍ମିତହାସରେ ସାମାନ୍ୟ ବକ୍ରତା ଆଙ୍କିଦେଲେ ଇତ୍ୟାଦି। କଳା ସମୀକ୍ଷା ସରିଗଲା ପରେ ମିସେସ୍ ପୁରୀ ଆଂଶିକ ହେଇ ମାରିଲେ ଓ ପୁଣି ସେଇ ନାରୀ ମ୍ୟାଗାଜିନ୍ଟିକୁ ପଢ଼ି ଧରି ବସିଲେ। ବିହଙ୍ଗମାନେ ଆଶ୍ୱସ୍ତ ହେଲେ। ମିସେସ୍ ପୁରୀଙ୍କୁ ଭାବୁକା ରୂପରେ ଦେଖି ସେମାନେ ପ୍ରମାଦ ଗଣୁଥିଲେ। କାଳେ ସେ ଅନ୍ୟ ରକମର ହୋଇଯିବେ, କିନ୍ତୁ ସେମାନଙ୍କ ଆଶଙ୍କାର କାରଣ ନଥିଲା। ମିସେସ୍ ପୁରୀ ଭାବନାକୁ ଅନୁଧାବନ କରିବାକୁ ପସନ୍ଦ କରନ୍ତି ନାହିଁ। ସେ ଫୁଲୁକା ଗାଲିଆ ଚାଷୀ ବର୍ଷ ବର୍ଷ ଧରି ବିଦ୍ୟମାନ ରହିଛି। କାନ୍ଥର ସେହି କୋଣଟିରେ ବସା ବାନ୍ଧିଲାଣି। ସ୍ଥାନଚ୍ୟୁତ କରି ଲାଭ ନାହିଁ। ବ୍ୟତିକ୍ରମଶୀଳ ସଂସାରରେ ହାତ ଦେଇ ନୂଆ ବ୍ୟତିକ୍ରମ ତିଆରି କରିବାରେ କିଛି ବାହାଦୁରୀ ନାହିଁ। ମିସେସ୍ ପୁରୀ ମ୍ୟାଗାଜିନ୍ ଛବି ଓ ଶିରୋନାମଗୁଡ଼ିକୁ ଦେଖିଲେ। ଆଗରୁ କେତେଥର ଦେଖିସାରିଛନ୍ତି, ତଥାପି ଦେଖିବାକୁ ଖରାପ ଲାଗୁନାହିଁ। ଆଖି ଦେଖିଯାଉଛି। ଭାବନାର ପରିଶ୍ରମ ନାହିଁ। ବମ୍ବେର ଜଣେ ଆଧୁନିକା ବିଭିନ୍ନ ଛାଞ୍ଚର ଶାଢ଼ୀ ପିନ୍ଧି ଓ ବିଭିନ୍ନ ଠାଣିରେ ଗୋଟିଏ କାର୍କୁ ଆଉଜି ଛିଡ଼ା ହୋଇଛନ୍ତି। ସାଲାଡ୍ ବର୍ଣ୍ଣ ବିନ୍ୟାସ କାଞ୍ଚିକୁ ବେକରେ ବ୍ୟବହାର କରାଯାଇପାରେ। ମଧ୍ୟାହ୍ନରେ ପ୍ରେମ ନାମକ ଗୋଟିଏ ଗପ। ସେତେବେଳକୁ 12ଟା ବାଜି 15 ମିନିଟ୍। ଘଣ୍ଟା ନ ଦେଖି ମଧ୍ୟ ମିସେସ୍ ପୁରୀଙ୍କୁ ଧାରଣା ହେଲା ଯେ ଦିନ ଅଧାରୁ ବଳିଗଲାଣି। ସେହି ଧାରଣାର ପ୍ରଭାବରେ ତାଙ୍କ ମନରେ କେତେଗୁଡ଼ିଏ ବିକ୍ଷିପ୍ତ ଭାବନା ବିହରଣ କରି ଚାଲିଗଲା। ମ୍ୟାଗାଜିନ୍ ଦେଖାରେ ତ୍ରୁଟି ଆସିଲା ନାହିଁ। ଜୟରାମ ସୁନାଚନ୍ଦ ବଜାର ଅଧାବାଟରେ ହେବଣି। ପହଞ୍ଚି ଦେଖିବ ଯେ ପୋଟଳ ଆହୁରି ସଡ଼ା, ବିନ୍ ଆହୁରି ଶୁଖିଲା। ସେ କେତୋଟା ଫାଇଲ୍ ଦେଖିବ। ସେ ପୋଟଳ ସାରିବେଣି ୟା ଭିତରେ। ଡାଇରେକ୍ଟର ଜେନେରାଲ ହେବାକୁ ଆଉ କେତେ ବାଟ ରହିଲା? ଶୀଘ୍ର ହୋଇଯାଆନ୍ତା ଯେ, କିନ୍ତୁ ତାଙ୍କର କହିଲା ପୋଛିଲା ଗୁଣ ନାହିଁ। ଆଉ ଟିକେ ସ୍ମାର୍ଟ ହୋଇଥିଲେ। ପାଖ ଘରୁ ସେ ଛୋଟିଆ ପିଲାଟା କାନ୍ଦୁଛି। ବୋଧହୁଏ ମାଡ଼ ଖାଉଛି। ତା ମା ଭାରି ଜୋରରେ ମାଡ଼ ମାରେ। ତା ମାଉସୀ ସମାଜସେବା କରେ। ସବୁବେଳେ ଅଯଥା ହସୁଥାଏ। ମନେ ହୁଏ ଯେ ସେ ବେଶୀ ରାଗେ, ବେଶୀ ମାଡ଼ ମାରେ। କାହିଁକିନା ତା ଭଉଣୀ ବାହାସାହା ନ ହୋଇ ସମାଜସେବା କରୁଛି ଏବଂ ସେ ବେଶୀ ହସେ। ହସିବାର ଢଙ୍ଗ କରେ କାହିଁକିନା ସେ ନିଜର କାହାକୁ ଗାଳି ଦେଇପାରେ ନାହିଁ, ମାଡ଼ ମାରିପାରେ ନାହିଁ। ସଞ୍ଜ ହେବାକୁ ଆଉ 5-6 ଘଣ୍ଟା ଅଛି। ଆଜି ସେଇ ପ୍ରସ୍ତାବକ ଘରକୁ ଯିବାର ଅଛି।
ମିସେସ୍ ଶ୍ରୀବାସ୍ତବ ସବୁ କଥା ଦୃଢ଼ ଭାବରେ କହନ୍ତି। ସତେକି ଯେମିତି ନ କହିଲେ କିଏ ବିଶ୍ୱାସ କରିବେ ନାହିଁ ଏବଂ ପ୍ରତି କଥାରେ ନଜର ଦିଅନ୍ତି। ମୁଁ ଜାଣିଛି ଅମୁକ କହୁଥିଲେ, ମୁଁ ଦେଖିଛି ଅମୁକଙ୍କ ଘରେ, ଶାସ୍ତ୍ରରେ ଅଛି ପରା, ଇତ୍ୟାଦି। ମିସେସ୍ ଶ୍ରୀବାସ୍ତବ ନିହାତି ଢିଲା ବଡ଼ିସ୍ ପିନ୍ଧନ୍ତି। ମାଗାଜିନ୍ ଦେଖା ସରିଲା। ଭାବନା ଛବି ସରି ଆସିଲା। ମିସେସ୍ ପୁରୀ ଉଠିପଡ଼ି ଟ୍ରାଞ୍ଜିଷ୍ଟର ରେଡ଼ିଓ ଚଳାଇଦେଲେ। ଏହି କ୍ଷଣି ୟୁରୋପୀୟ କ୍ଲାସିକାଲ ସଙ୍ଗୀତର ସମୟ। ସେ କ୍ଲାସିକାଲ ସଙ୍ଗୀତରୁ କିଛି ବୁଝନ୍ତି ନାହିଁ, କିନ୍ତୁ ତାଙ୍କୁ ଭଲ ଲାଗେ। ଆଜି ମୋର୍ଚାର୍ଟ ତାଙ୍କୁ ସବୁଠୁ ଭଲ ଲାଗେ। ମନେହୁଏ ସେ ଯେ ପରୀରାଇଜରେ ବୁଲୁଛନ୍ତି ଓ ପରୀମାନେ ତାଙ୍କୁ କୁତୁକୁତୁ କରୁଛନ୍ତି। ସେ ପୁଣି ବିଛଣାରେ ଶୋଇପଡ଼ିଲେ, ନିସ୍ପନ୍ଦ ହେଲେ ଓ ମନୋଯୋଗ ସହ ସଙ୍ଗୀତ ଶୁଣିଲେ। ତତ୍ସହ ବିହଙ୍ଗମାନେ ବିଭୋର ହେଲେ ଓ ଭାବିଲେ ଯେ ସେମାନଙ୍କର ଡେଣା କଟିଯାଇଛି। ସେମାନେ ଗୋଟିଏ ସୀମିତ ଓ ସୁରଭିତ ସ୍ୱର୍ଗରେ ଖସିପଡ଼ିଛନ୍ତି। ସେମାନେ ଛଟପଟ ହେଲେ ନାହିଁ, ବରଂ ତାଙ୍କର ମନରେ ସନ୍ଦେହ ହେଲା, ଏହି କ'ଣ ସଭ୍ୟତାର ସ୍ୱର୍ଗ ହୋଇଥିବ? କାହିଁକି ନା ଏଠି ଜ୍ଞାନର ଭାରୀପଣ ନାହିଁ ଓ ଅଜ୍ଞାନର ଜଡ଼ତା ନାହିଁ, ଅସନ୍ତୋଷ ନାହିଁ, ଉଦ୍ୟମ ନାହିଁ, ଅନୁକମ୍ପା ନାହିଁ, ହିଂସା ନାହିଁ, ବେରସିକତା ନାହିଁ। ମୋର୍ଚାର୍ଟ ସରିଗଲା। ମିସେସ୍ ପୁରୀ ଅନ୍ୟମନସ୍କ ଭାବରେ ଦୂରକୁ ଅନାଇଲେ। ଦେଖିଲେ ରିଫ୍ରିଜରେଟର ଉପରେ ଏକୁଟିଆ ମାଛଟିଏ ବସିଛି ଓ କ୍ରମଶଃ ଆଖି ବୁଜି ଆଣିଲେ। ଏଇଠି ରହିଲା କିଶୋରୀଚରଣ ଦାସଙ୍କର ଗଳ୍ପ ଲକ୍ଷ୍ୟ ବିହଙ୍ଗ। ରହିଲି, ନମସ୍କାର।